କ୍ୟାନ୍ସର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର। ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନ ଅଧୀନରେ ଆଉ 91ଟି ନୂଆ କ୍ୟାନ୍ସର ଚିକିତ୍ସା ପ୍ୟାକେଜ ସାମିଲ କରାଯାଇଛି। ଏହାଦ୍ୱାରା ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରୋଗୀମାନେ ଅଧିକ ଜଟିଳ ଚିକିତ୍ସା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ପାଇପାରିବେ। 2026-27 ବଜେଟରେ ଏଥିପାଇଁ 311 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଭବନକୁ ଯିବ 3 ରଥର 3 ଚକ। ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ସମ୍ମତି ଦେଇଥିଲେ। ଏହି 3ଟି ରଥ ଚକ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବ। 2 ବର୍ଷ ପୁରିଲା, କେବେ ସରିବ ଇ-KYC ଝାମେଲା? 50 ଲକ୍ଷ ଭୂତ ରାସନ କାର୍ଡରୁ କଟିଛି ମାତ୍ର 10 ଲକ୍ଷ। ବାଲିଅନ୍ତା କନେଷ୍ଟବଳ ସୌମ୍ୟ ହତ୍ୟାକାଣ୍ଡ କୋର୍ଟରେ କ୍ରାଇମବ୍ରାଞ୍ଚର 767 ପୃଷ୍ଠାର ଚାର୍ଜସିଟ୍। 11 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍, 9 ଜଣଙ୍କୁ ବାଦ୍ ଦେଲା କ୍ରାଇମବ୍ରାଞ୍ଚ। ପାଠ୍ୟପୁସ୍ତକ ତ୍ରୁଟି ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର। ବହି ଲେଖାରୁ ଛପା ପର୍ଯ୍ୟନ୍ତ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ବୈଷୟିକ ପ୍ରଯୁକ୍ତିରେ ଚାଲିଛି ତଦନ୍ତ। 250 କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ। ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପାଇଁ ସଂଶୋଧନ ହେଲା ନିୟମ। ଘରେ ବସି ଫୋନରେ ବନାଇ ପାରିବେ ସାର୍ଟିଫିକେଟ୍। ନକଲି ପ୍ରମାଣପତ୍ର ରୋକିବାକୁ ନୂଆ ଆଇନ। ଯଦି 2 ବର୍ଷ ମଧ୍ୟରେ ଜନ୍ମ କିମ୍ବା ମୃତ୍ୟୁ ପଞ୍ଜୀକରଣ ହୋଇପାରୁନାହିଁ, ତେବେ ଏଥିପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ବାଧ୍ୟତାମୂଳକ ହେବ। ବିନା ବୀମାରେ ଚଳାଚଳ କରୁଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ। ବୀମା ଯାଞ୍ଚ ପାଇଁ ପେଟ୍ରୋଲ ପମ୍ପକୁ ଯାନ ଡାଟାବେସ୍ ସହ ସଂଯୋଗ କରିବାକୁ ପରାମର୍ଶ। IRDAI ଓ ସଡ଼କ ପରିବହନ ମନ୍ତ୍ରଣାଳୟକୁ ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଶେଷ ହେଲା ମେଟା ଏବଂ ଭାରତ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ। ଦାବି ମୁତାବକ ମୁଣ୍ଡ ନୁଆଇଲେ ମାର୍କ ଜୁକରବର୍ଗ। ନିଜ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସାମଗ୍ରୀ, ଡିପଫେକ୍ ଏବଂ PMଙ୍କ ଭିଡ଼ିଓକୁ ନେଇ ସାମ୍ପ୍ରତିକ ବୈଷୟିକ ତ୍ରୁଟି ପାଇଁ ଭାରତ ସରକାରଙ୍କୁ ଆନୁଷ୍ଠାନିକ ଭାବରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆସୁଛି ପ୍ଲାଷ୍ଟିକ୍ ନୋଟ୍। 2027ରୁ ବଜାରରେ ମିଳିପାରେ ପଲିମର ନୋଟ୍। RBI ଗଭର୍ଣ୍ଣରଙ୍କ ସୂଚନା। ପ୍ଲାଷ୍ଟିକ୍ ନୋଟ୍ ନେଇ ଚାଲିଛି ପରୀକ୍ଷଣ ପରେ ନିଆଯିବ ନିଷ୍ପତ୍ତି। ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ସମ୍ଭାବନା। ମୋଦିଙ୍କ ମାଷ୍ଟର ପ୍ଲାନ୍, ସୀମା ନିର୍ଦ୍ଧାରଣ, ମହିଳା ସଂରକ୍ଷଣ ପାଇଁ 3 ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ବିଲ୍ ପାରିତ କରାଇବା ପାଇଁ ସରକାରଙ୍କ ସାମ୍ନାରେ ବର୍ତ୍ତମାନ 2ଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ହେଉଛି ବିରୋଧୀମାନଙ୍କ ସହ ସହମତି ସୃଷ୍ଟି କରି ମୌସୁମୀ ଅଧିବେଶନର ଶେଷ ସପ୍ତାହରେ ହିଁ ସୀମା ନିର୍ଦ୍ଧାରଣ